ଶକ୍ତି ଏହି ବିଷୟବସ୍ତୁ ଆଧାରିତ ପ୍ରଭୁଙ୍କ ଲୀଳାର କଥା ନାମର କଥା ଆଲୋଚନା ତୋଳି ଧରିବେ ଆଉ ମୁଁ ଅନୁରୋଧ କରୁଛି 7ଟା 50 ମିନିଟ୍ ପର୍ଯ୍ୟନ୍ତ ପାଇଁ। ଜୟଗୁରୁ ବିନୟ ଭାଇ, ଜୟଗୁରୁ। ଜୟଗୁରୁ ଜୟଗୁରୁ। ଜୟଗୁରୁ ଆଜ୍ଞା। विश्व कल्याण धातरं धर्म मार्ग प्रवर्तकम अविद्या ग्रंथि छेतरं নত হস্মি পুরুষোত্তম। প্রাণের ঠাকুর মোর বিশ্ব বন্দনিয়া জগৎ জননী শ্রী শ্রী বড়মা যুগাচার্য পরম পূজ্যপাদ শ্রী শ্রী বড়দা পরম পূজ্যপাদ শ্রী শ্রী আচার্য দেব এই চতুর্দেব রাতুল শ্রী চরণরে মোর অনন্ত কোটি আভূমি প্রণাম শ্রদ্ধান্বিত জয়গুরু। ইষ্ট পরিবার ପରମ ପୂଜ୍ୟ ଅବିନ୍ଦାଙ୍କର ଶ୍ରୀ ଚରଣରେ ମୋର ଶତ କୋଟି নত ଜନ୍ମ ପ୍ରଣାମ ଆନନ୍ଦିତ ଜୟ। ଆଜିର ଏହି ସୁନ୍ଦର ସନ୍ଧ୍ୟା ଅଦିନ ମେଘର ବର୍ଷଣ ମୁଖର ସନ୍ଧ୍ୟା, ପ୍ରାୟତଃ ଓଡ଼ିଶାର ପୁରପଲ୍ଲୀରେ ତାର ସ୍ପର୍ଶ ଆଜି ଅନୁଭୂତିର ଅନୁଭବ ଭିତରେ ସମାହିତ ହେଉଛି। ପ୍ରିୟ ପରମଙ୍କର ସେଇ ଉପସ୍ଥିତିକୁ ଏହି ପରିବେଶ ମଧ୍ୟରେ ସାକାର କରି ତୋଳିଛନ୍ତି ପାରଳାଖେମୁଣ୍ଡି ସତ୍ସଙ୍ଗ ଅନଲାଇନ ଭକ୍ତି ତରଙ୍ଗ। ପ୍ରତିଟି ଜୀବସତ୍ତାର ଅନ୍ତର୍ଜଗତରେ ଆଜି ସମାହିତ କରିବାର ଏକ ଅନନ୍ତ ପ୍ରଚେଷ୍ଟା, ଭାବଯୁକ୍ତ ପ୍ରୟାସ ଏବଂ ମନନଶୀଳତାର ଏକ ନିର୍ଯାସ ମଧୁରିମାର ମଧୁଛନ୍ଦରେ ମଧୁରାୟିତ ହୋଇ ଉଠିଛି ପ୍ରତିଟି ଜୀବସତ୍ତାର ଅନ୍ତର୍ଜଗତରେ। ଶ୍ରୀ ଶ୍ରୀ ଠାକୁର ଆଜି ଶୁଭ ସନ୍ଧ୍ୟାରେ ସମାସୀନ ହୋଇଛନ୍ତି। ଏହି ସତ୍ସଙ୍ଗର ବରେଣ୍ୟ ପରିଚାଳକ ମୋର ଅତ୍ୟନ୍ତ ପ୍ରିୟ ଶରଦ ଭାଇ, ଉପସ୍ଥିତ ସମସ୍ତ ସମ୍ମାନନୀୟ କର୍ମୀବୃନ୍ଦ, ଅମୃତ ପଥର ଯାତ୍ରୀ, ଇଷ୍ଟତୋପା ଭାଇ ଓ ମା ମାନେ, ସାଧୁ ସଜ୍ଜନ ମଣ୍ଡଳୀ, ସମସ୍ତଙ୍କୁ ଜଣାଉଛି ମୋ ହୃଦୟର ଅଜଚ୍ଛଳ ସ୍ନେହ, ଶ୍ରଦ୍ଧା, ପ୍ରୀତି, ଭଲବାସା ଏବଂ ଆନନ୍ଦିତ ଜୟଗୁରୁ। ଆଜି এই ସତ୍ସଙ୍ଗରେ ଯୋଉ ଭାଇ ଓ ମା ମାନେ ଭୋଗ ନିବେଦନ କରିଛନ୍ତି, ଯେଉଁମାନଙ୍କର ଗନ୍ଧ, ପୁଷ୍ପ, ଧୂପ, ଦୀପ ନୈବେଦ୍ୟର ସମାରୋହରେ ସମାରୋପିତ ହୋଇ ଉଠିଛି ଇଥର ତରଙ୍ଗର ପ୍ରତ୍ୟାର୍ପିତ ବ୍ୟବସ୍ଥାର ଏହି ମନନଶୀଳତାର ନିର୍ଯାସ, ସେଇ ଭାଇ ଓ ମା ମାନଙ୍କର ଇଚ୍ଛାର ପରିପୂର୍ତ୍ତି ପାଇଁ, ଇଚ୍ଛାର ପରିପୂରଣ ପାଇଁ, ଇଚ୍ଛାର ବିନିଯୋଗ ପାଇଁ ଅଭିଦୀପନାର ଏକ ଅଭିମନ୍ତ୍ରିତ ଆଶୀର୍ବାଦ କାମନା କରୁଛି। ଠାକୁରଙ୍କ ପଦାର ବିନ୍ଦରେ ସମସ୍ତେ ସୁଖ ଶାନ୍ତି ଆନନ୍ଦରେ ଥାଆନ୍ତୁ। ଆଜିର ଏହି ଅନଲାଇନର ଯେ ବିଶ୍ୱକର୍ମା କହିଲେ ଅତ୍ୟୁକ୍ତି ହେବ ନାହିଁ। ନିହତ ଲାଗି ରହିବା କ୍ଲେଶ ସୁଖ ପ୍ରିୟତାର ମୁଁ ଯାହାଙ୍କ ପାଖରେ ପ୍ରତିନିୟତ ଅନୁଭବ କରୁଛି, ସେ ଆମର ଶ୍ରଦ୍ଧେୟ ସମ୍ମାନନୀୟ ଦୟାନନ୍ଦ ପଣ୍ଡା ଏବଂ ଏହି ସତ୍ସଙ୍ଗର ମାର୍ଗଦର୍ଶକ ସହପ୍ରତିନିଧି ବିଜୟ କୁମାର ଆଚାର୍ଯ୍ୟ, ଶରଦ ଭାଇ, ଏହିପରି ବହୁ ଭାଇମାନଙ୍କ ତ୍ୟାଗ, ନିଷ୍ଠା, ଆନୁଗତ୍ୟ, କୃତିଦୀପଣାର ଏକ ଉଚ୍ଚାରିତ ବ୍ୟବସ୍ଥାରେ ଆମେ ସମସ୍ତେ ବାନ୍ଧି ହୋଇଯାଇଛେ। ଆଜି ଗୋଟେ ସୁନ୍ଦର ବିଷୟ ଦିଆହେଉଛି। এই ବିଷୟଟି ହେଉଛି ନାମର ଅସୀମ ଶକ୍ତି। এই ନାମ ବିଷୟରେ କହିବାର ପୂର୍ବ ବ୍ୟବସ୍ଥାରେ मानव जातिर क्रम विकास, यही नाम निज नाम है मन अपने धर ले। हमें प्रार्थना नियत बोलू। ए मानव जातिर क्रम विकास मूल भित्ति हेउछि व्यक्ति जीवन। आउ व्यक्ति जीवनर सर्वांगीन विकास पाई एकमात्र अस्त्र हेउछि तार देह। शास्त्र रे कुआ जाइछि
ଯାହା ଅଛି ବିଶ୍ୱ ବ୍ରହ୍ମାଣ୍ଡରେ ତାହା ଏ ଭାଣ୍ଡରେ ଅଛି। ସ୍ରଷ୍ଟାର ଇଚ୍ଛାରେ ବିବର୍ତ୍ତନର ମାଧ୍ୟମରେ ସୃଷ୍ଟିର ଗୋଟିଏ ଶ୍ରେଷ୍ଠ ସମ୍ପଦ ହିସାବରେ ଆମେମାନେ ପାଇଛୁ ଏଇ ଦୁର୍ଲଭ ମନୁଷ୍ୟ ଦେହ। ସେଥିରେ ଅତ୍ୟନ୍ତ ସୁଚାରୁ ରୂପେ ସନ୍ନିବିଷ୍ଟ ହୋଇଛି ବିଭିନ୍ନ ଯନ୍ତ୍ରାଂଶ ଓ ଉପାଦାନ। କହିବାର ତାତ୍ପର୍ଯ୍ୟ ହେଉଛି ନାମ ସମ୍ବନ୍ଧରେ ଆମେ ଅବଗତ ହେବା ପୂର୍ବରୁ ନାମଟିକୁ କିପରି ଭାବରେ ମୋର ଏ ଶରୀରରେ, ମୋର ଏ ସୂକ୍ଷ୍ମ ଏବଂ ସ୍ଥୂଳ ଶରୀରରେ ରୂପାୟିତ କରିବି, ଅଭିଦୀପ୍ତ କରିବି, ଅଭିଦୀପନାର ଏକ ଚରମ ପର୍ଯ୍ୟାୟରେ ଏହି ବିଭିନ୍ନ ଯନ୍ତ୍ରାଂଶ ଉପାଦାନ ଭିତରେ ସୁଚାରୁ ରୂପେ ସନ୍ନିବିଷ୍ଟ ଅଛି ମସ୍ତିଷ୍କ, ସ୍ନାୟୁତନ୍ତ୍ର, ଇନ୍ଦ୍ରିୟାଦି ସମନ୍ୱିତ ଏହି ଦେହ ଯନ୍ତ୍ରଟି ଏତେ ଉନ୍ନତ ମାନର ଯେ ମନୁଷ୍ୟ ନିର୍ମିତ କୌଣସି ଯନ୍ତ୍ର ହିଁ ତାହାର ସମତୁଲ୍ୟ ହେବ ନାହିଁ। ଶରୀର ବିଧାନର ଉପାଦାନ ଗୁଡ଼ିକର ସଠିକ ବ୍ୟବହାର ଓ ମୂଲ୍ୟାୟନ ପାଇଁ ପ୍ରଥମେ ପ୍ରয়োজন ସଦ୍ଗୁରୁ ପ୍ରଦତ୍ତ ବୀଜ ନାମ। এই ନାମର କଥା ଆସୁଛି। এই ଶରୀର ବିଧାନର ଉପାଦାନ ଗୁଡ଼ିକୁ ସଠିକ ବ୍ୟବହାର ଓ ମୂଲ୍ୟାୟନ କରିବା ପାଇଁ ନାମର ପ୍ରয়োজন। ସଦ୍ଗୁରୁ ପ୍ରଦତ୍ତ ବୀଜ ନାମ ଅଷ୍ଟାଦଶ ସ୍ତରର ନାମ, 18ଟି ପର୍ଯ୍ୟାୟରେ 3ଟି ଭାଗରେ 6ଟି ଭାବାତ୍ମକ, ଧ୍ୱନ୍ୟାତ୍ମକ, ଧୁନାତ୍ମକ। এই ধুনাত্মক প্রদত্ত বীজ নাম সদ্গুরু স্বরূপতঃ যাহা তাহা ହିଁ বীজাকাରରେ ଦେଇଥାନ୍ତି। এই ନାମ ବା ଶବ୍ଦର ଭାଇବ୍ରେସନ, ସ୍ପନ୍ଦନ ଶରୀରର ବିଧାନରେ ବିଭିନ୍ନ ଭାବରେ କ୍ରିୟା କରେ। এই ନାମଟି କିପରି ଆମ ଶରୀରରେ କ୍ରିୟା କରେ? ବୀଜ ମାଟିରେ ଅଙ୍କୁରିତ ହେଲେ ଯେପରି ତାର ଦୁଇମୁଖୀ ଗତି ଆମେ ଦେଖିବାକୁ ପାଉ, ମାଟି ଭିତରେ ଚେର, ବାହାରେ କାଣ୍ଡ, ଶାଖା ପ୍ରଶାଖା ମେଲି ପତ୍ର ପୁଷ୍ପ ଫଳରେ ଭରି ଉଠେ, ଅନୁରୂପ ଭାବରେ ନାମ ରୂପୀ ବୀଜ ପାଇଲେ ଏହି ଦେହର ସଂସ୍କାର ଅନୁଯାୟୀ ଜଣେ ମାନସିକ ଶକ୍ତି, ସତତା, ବୁଦ୍ଧି, ତେଜ, ବୀର୍ଯ୍ୟ ଏହି ସବୁ ଅନ୍ତର ସମ୍ପଦର ଅଧିକାରୀ ହୋଇ ଉଠେ। ଆଉ ବାହ୍ୟିକ ଦିଗରେ ତାହାର ଆଚାର, ବ୍ୟବହାର, କଥାବାର୍ତ୍ତା ଓ ହୋଇ ଉଠେ নম্র, ଭଦ୍ର, ସଂଯତ ଓ ଶିଷ୍ଟ। এই ନାମର ଉଦ୍ଗାତାଙ୍କ ପ୍ରତି ନିଷ୍ଠା, ଆନୁଗତ୍ୟ, କୃତି ଦୀପନା ଓ ଅନୁରାଗ ସହିତ ନିୟମିତ ନାମ କରିବା ଫଳରେ ଶକ୍ତି ତ ଅନେକ, ଅସୀମ ଶକ୍ତି, ସେ ଶକ୍ତିଟି କିପରି କାର୍ଯ୍ୟକାରୀ, କେଉଁ କେଉଁ ସ୍ଥାନରେ ସେ ଶକ୍ତିର କର୍ମ କ୍ରିୟାନ୍ୱିତ କରେ, ତା କିପରି ସାମଗ୍ରିକ ବ୍ୟବସ୍ଥାରେ এই ଇଥର ତରଙ୍ଗର ପ୍ରତ୍ୟାର୍ପିତ ବ୍ୟବସ୍ଥାରେ ଏକ ଶକ୍ତିକୁ ଆବାହନ କରେ। ନାମ କରିବା ଫଳରେ ମସ୍ତିଷ୍କ କୋଷର କାର୍ଯ୍ୟକାରିତା ବଢିଯାଏ ଏବଂ ୱେଲ୍ଥ ଅଫ ପାରସେପସନ, ଯୋଉ ମିରାକିଲ କଥା କୁହାଯାଉଛି, ମିରାକିଲ ହେଉଛି ୱେଲ୍ଥ ଅଫ ପାରସେପସନ, ବୋଧ ବିଭୂତି ବଢି ଚାଲେ। ବୋଧ ବିଭୂତି ଆମ୍ଭମାନଙ୍କର ସ୍ପାଇନାଲ କଲମ, ଯୋଉ ମେରୁଦଣ୍ଡର ମଧ୍ୟ ଭାଗରେ ସୁଷୁମ୍ନା କାଣ୍ଡ ବୋଲି ଗୋଟିଏ ଅତି ସୂକ୍ଷ୍ମ ତନ୍ତ୍ରୀ ଅଛି, ସେଥିରେ ସେରିବ୍ରୋ ସ୍ପାଇନାଲ ଫ୍ଲୁଇଡ ନାମକ ଗୋଟିଏ ସ୍ୱଚ୍ଛ ତରଳ ପଦାର୍ଥରେ ପୂର୍ଣ୍ଣ ଅଛି। ଆଜ୍ଞା ଚକ୍ରରେ ମନ ସଂଯୋଗ କରି ନିୟମିତ ନାମ କରିବା ଫଳରେ ଏହି ସେରିବ୍ରୋ ସ୍ପାଇନାଲ ଫ୍ଲୁଇଡର ମଧ୍ୟ ଦେଇ ଊର୍ଦ୍ଧ୍ୱମୁଖୀ ଗୋଟିଏ ପ୍ରବାହ ଚାଲେ। ଜଳ ଉପରେ ତରଙ୍ଗ ଚାଲିଲେ ଯେପରି ହୁଏ, ସେଇ ତରଙ୍ଗର ଧକ୍କାରେ ମୁଣ୍ଡର ସେ ମଗଜରେ ଥିବା କୋଷ ଗୁଡ଼ିକ କ୍ରିୟା କରେ। ସେଥିରେ ମସ୍ତିଷ୍କ ବେଶୀ ଭାଗ ଯେ ନିଷ୍କ୍ରିୟ କୋଷ ଗୁଡ଼ିକ, এই ମସ୍ତିଷ୍କର ଯେ ବେଶୀ ଭାଗ ନିଷ୍କ୍ରିୟ କୋଷ ଗୁଡ଼ିକ ଅଛି,
ତାହାର କେତେ ଯେ ଫ୍ୟାକଲ୍ଟି ବା ବିଭାଗ ଅଛି ତାର ସୀମା ନାହିଁ। କେବଳ ନାମର ସ୍ପନ୍ଦନର ହିଁ ସେ ସମସ୍ତ ଫ୍ୟାକଲ୍ଟିର କୋଷ ଗୁଡିକ ଜାଗି ଉଠେ। କିପରି ନାମ କି କ୍ରିୟା କରେ? ନାମ ଧ୍ୟାନ ଆମ୍ଭମାନଙ୍କର ଦେହର ସ୍ନାୟୁ ମଣ୍ଡଳୀ ଓ ଇନ୍ଦ୍ରିୟ ଗ୍ରାମର ତୀକ୍ଷ୍ଣତା ଓ ସୂକ୍ଷ୍ମ ସମ୍ବେଦନଶୀଳତାକୁ ବଢାଇ ଦିଏ। ତୀବ୍ର ଭାବରେ ଏକମୁଖୀ ହୋଇ ରହିଲେ କେନ୍ଦ୍ରୀଭୂତ ମନର ସୂକ୍ଷ୍ମ ବୋଧ ଶକ୍ତି ଅସମ୍ଭବ ଭାବେ ବଢିଯାଏ। ସେଥିରେ ମନୁଷ୍ୟ ଅତୀନ୍ଦ୍ରିୟ ଶକ୍ତିର ଅଧିକାରୀ ହୁଏ। ଯେପରି ସୂର୍ଯ୍ୟ ରଶ୍ମିକୁ ଯଦି କୌଣସି ଯବକାଚ ଭିତରେ ଗୋଟିଏ ବିନ୍ଦୁରେ ମିଳିତ ଆମ୍ଭେ କରୁ, ଏତେ ଉତ୍ତାପ ସୃଷ୍ଟି ହୁଏ ଯେ ଏହି ବିନ୍ଦୁର କେନ୍ଦ୍ରରେ ରଖାଯାଇଥିବା ଗୋଟିଏ ସୋଲ ବା କାଗଜ ପୋଡ଼ିଯାଏ। ସମାନ୍ତରାଳ ଭାବରେ ସେଇ ସୂର୍ଯ୍ୟ ରଶ୍ମିର କିନ୍ତୁ ଏପରି କ୍ଷମତା ନାହିଁ। ଶ୍ରୀ ଶ୍ରୀ ଠାକୁର କହିଛନ୍ତି ସେଥିପାଇଁ ପ୍ରয়োজন ବ୍ୟକ୍ତିଗତ ସାଧନାର ସହିତ ବୈଜ୍ଞାନିକ ଗବେଷଣା। ସେଥିରେ ଆମ୍ଭମାନଙ୍କର ବେଇଂଟା ଇଲେଭେଟେଡ ଉନ୍ନୀତ ହୁଏ ଏବଂ ପାରସେପ୍ଟିଭ ଫ୍ୟାକଲ୍ଟିର ରେଞ୍ଜ ବୋଧ କ୍ଷମତାର ପରିସର ଯେଉଁ ଭାବରେ ବଢିଯାଏ, ସେଥିରେ ଆମ୍ଭମାନଙ୍କର ଇଣ୍ଟିଗ୍ରେଟେଡ ମ୍ୟାଟେରିଆଲ ସ୍ପିରିଚୁଆଲ ଡେଭଲପମେଣ୍ଟ ସଂଗତ ଭୌତିକ ଆଧ୍ୟାତ୍ମିକ ବିକାଶ ହୁଏ। ଆମ୍ଭମାନଙ୍କର ଦେହ ଯନ୍ତ୍ରର ଉତ୍କର୍ଷଣୀ ଅନୁଶୀଳନ ଓ ସଦ୍ବ୍ୟବହାର କରିଲେ ଅନେକ ରାଜ୍ୟର ଅନେକ ଦୃଶ୍ୟ ଆମେ ଓ ବାର୍ତ୍ତା ଆମ୍ଭମାନଙ୍କର ବୋଧ ଭିତରେ ଉପନୀତ ହୁଏ। ଏହି ନାମର ଅସୀମ ଶକ୍ତି। ଶ୍ରୀ ଶ୍ରୀ ଠାକୁର ସୁନ୍ଦର ଗୋଟିଏ ଉପମା ଦେଇ ବିଷୟଟିକୁ ବ୍ୟାଖ୍ୟା କରିଛନ୍ତି। ସେ କହିଛନ୍ତି ଜଣେ ଯଦି ରାତ୍ରିର ଆକାଶରେ ଗୋଟିଏ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଅନାଏ, ତାହେଲେ ସେ ଏପରି ସବୁ ତାରା ନକ୍ଷତ୍ର ଦେଖିବାକୁ ପାଇବ। ଖାଲି ଆଖିରେ ତାହା ଦେଖାଯାଏ ନା। ଖାଲି ଆଖିରେ ଦେଖିବାକୁ ପାଉନାହୁଁ ଆମେ ବୋଲି ସେମାନଙ୍କର ଅସ୍ତିତ୍ୱ ନାହିଁ, ଏପରି ତ କଥା ନୁହେଁ। ଆମ୍ଭମାନଙ୍କର ମନ ଓ ଇନ୍ଦ୍ରିୟ ଗୁଡିକ ଯଦି ସେଗୁଡିକ ଦେଖିବାର ସ୍ତରକୁ ଉନ୍ନୀତ କରାଯାଏ, ଆମ୍ଭମାନଙ୍କର ମନ ଓ ଇନ୍ଦ୍ରିୟ ଗୁଡିକୁ ଯଦି ସେ ସ୍ତରକୁ ଉନ୍ନୀତ କରାଯାଏ, ତାହେଲେ ସେତେବେଳେ ଆମେ ଏହା ଦେଖିବାକୁ ପାଉ। ଏଇଟା ତଥ୍ୟଗତ ବାସ୍ତବର ଭିତର ଦେଇ ଅଲୌକିକତା କିଛି ନୁହେଁ। ଠାକୁର କହିଛନ୍ତି ଏହା ହିଁ ହେଉଛି ତଥ୍ୟଗତ ବିଜ୍ଞାନ ସମ୍ମତ ବାସ୍ତବ ବ୍ୟବସ୍ଥା, ଅଲୌକିକତା ନୁହେଁ। ଶ୍ରୀ ଶ୍ରୀ ଠାକୁର ହେଉଛନ୍ତି କାରଣ ପୁରୁଷ। ସେଇଥିପାଇଁ ସେ କୌଣସି ସମସ୍ୟାର ମୂଳ ଖୋଜି ତାର ସମାଧାନ ଦେଇଛନ୍ତି। ଦେଶରେ ଆଦର୍ଶବାନ ସଚ୍ଚରିତ୍ର ବଳିଷ୍ଠ ଓ ସୁକୃତି ସମ୍ପନ୍ନ ଜାତକର ଆବିର୍ଭାବ କିପରି ହେବ? ଏ ନାମର ଭିତରୁ ଦେଇ। ଏ ନାମ ହେଉଛି ଶବ୍ଦ ବ୍ରହ୍ମ ବା ଅନାହତ ଧ୍ୱନି ଆଦି ସତ୍ ନାମ ଅନୁଭବ କରାଯାଏ। এই বীজ মন্ত্র ହେଲା ଶବ୍ଦ ତତ୍ଵର ବ୍ୟାପାର। ଏକ ଏକ ବୀଜ ବୋଧ ଭୂମିର ଗୋଟିଏ ଗୋଟିଏ ସ୍ତରକୁ ସ୍ଫୁରିତ କରେ। ତେଣୁ ବହୁ ମନ୍ତ୍ର ରହିବା ସ୍ୱାଭାବିକ। କୌଣସି ସ୍ଥୂଳ ସ୍ତରର ମନ୍ତ୍ର ବା ନାମକୁ ଚରମ ମନେ କରି ସେଥିରେ ଅଟକି ରହିଲେ, ଭାବାତ୍ମକ ହେଉ ଧ୍ୱନ୍ୟାତ୍ମକ ହେଉ, କୌଣସି ସ୍ଥୂଳ ସ୍ତରର ମନ୍ତ୍ର ବା ନାମକୁ ଚରମ ମନେ କରି ସେଥିରେ ଅଟକି ରହିଲେ ମଣିଷର ଉନ୍ନତି ରୁଦ୍ଧ ହୋଇଯାଏ। ସେଥିପାଇଁ ଯୁଗ ପୁରୁଷୋତ୍ତମଙ୍କୁ ଗ୍ରହଣ କରିବା କଥା। ଏତେ କରି କହେ ଠାକୁର କହୁଛନ୍ତି, ମୁଁ ଏତେ କରି କହେ କାରଣ ବିବର୍ତ୍ତନ ରାଜ୍ୟରେ ସେଇ ସବୁଠାରୁ ବିବର୍ତ୍ତିତ ପୁରୁଷ ଯୁଗ ପୁରୁଷୋତ୍ତମ ସେ ଯେଉଁ ସତନାମ ନେଇ ଆସନ୍ତି, ତା ମଧ୍ୟରେ ଅନ୍ୟ ସବୁ ନାମ ନିହିତ ଅଛି। ତେଣୁ ସେଇ ନାମ ଗ୍ରହଣ କରି ଯଦି ବିହିତ ଭାବରେ ଅନୁଶାସନ କରାଯାଏ, ତାହାର କାର୍ଯ୍ୟକ୍ଷମତା ବଢିଯାଏ। ଯୁଗ ପୁରୁଷୋତ୍ତମଙ୍କୁ ନ ଧରି ଯଦି ତାଙ୍କର ଦୀକ୍ଷା ନ ନେଇ ଆମେ ଯଦି ନାମ ଜପ କରୁ, ତାହେଲେ କଣ ହେବ? ଠାକୁର କହିଛନ୍ତି
ଯୁଗ ଆଦର୍ଶ ବା ଯୁଗ ପୁରୁଷୋତ୍ତମଙ୍କୁ ନ ଧରି ଇଚ୍ଛା ଅନୁସାରେ ସାଧନା କଲେ ନିଜେ ଯେଉଁଭଳି ଅଛ ସେଇଭଳି ହୋଇ ରହିବ। ନିଜର ଦୁର୍ବଳତା ଗୁଡ଼ିକୁ ଭଲ ଭାବରେ ଧରି ପାରିବ ନାହିଁ, ସେଗୁଡ଼ିକୁ ଅତିକ୍ରମ ମଧ୍ୟ କରିପାରିବ ନାହିଁ। ଭଗବାନଙ୍କୁ ପାଇବା ମାନେ ଆମର ବୈଶିଷ୍ଟ୍ୟ ଅନୁଯାୟୀ ଚରିତ୍ର ଓ ଐଶ୍ୱର୍ଯ୍ୟ ଲାଭ କରିବା। ଏ ନାମର ଭିତର ଦେଇ ଆମ ସମ୍ମୁଖରେ ଯଦି ସେ ଉତ୍ତମ ଚରିତ୍ର ଓ ଚଳନର ଜୀବନ୍ତ ଦୃଷ୍ଟାନ୍ତ ନଥାଏ, ତେବେ ଆମ ଚରିତ୍ର ଓ ଚଳନ କାହାକୁ ଅନୁସରଣ କରି ଗଠିତ ହେବ? ନାମ ନାମୀ ସଂଯୁକ୍ତ ହେଲେ ଏ ନାମ ଆଉ ନାମୀ ଏକ ଏବଂ ଅଭିନ୍ନ। ନାମ ନାମୀ ସଂଯୁକ୍ତ ହେଲେ ଯୋଉ ଆଭ୍ୟନ୍ତରୀଣ ପରିବର୍ତ୍ତନ ହୁଏ, କଣ ଆମର ପରିବର୍ତ୍ତନ ହୁଏ? ମୁଁ ଆଗରୁ କହିଛି, ନାମୀଙ୍କୁ ନେଇ ନାମକୁ ମନେ ମନେ ଉଚ୍ଚାରଣ କରିବା ପରେ ଅଜପା ନାମ ମସ୍ତିଷ୍କ କୋଷ ଗୁଡିକ ଉତ୍ତେଜିତ ହୁଏ, ଆମର ସେଫ୍ଟି ଗ୍ରହଣ କ୍ଷମତା ବଢିଯାଏ, ବିଭୂତି ଆସେ। ଏ ବିଭୂତି କଣ? ଠାକୁର କହିଛନ୍ତି ନାମ କଲେ ଅସୀମ ଶକ୍ତି, ମାନେ ତାର ଚରମ ବ୍ୟବସ୍ଥା ହେଉଛି ବିଭୂତି। ବିଭୂତି ସମ୍ବନ୍ଧରେ ଠାକୁର କଣ କହିଛନ୍ତି ଆସନ୍ତୁ ଆମେ ଶୁଣିବା। ଈଶ୍ୱର ବା ଯୋଗ ପୁରୁଷୋତ୍ତମଙ୍କର ଅନ୍ୟ ନାମ ହେଉଛି ବିଭୁ, ବିଶେଷ ରୂପରେ ହେବାର ଭାବ, ଯାହା ଦ୍ୱାରା ମଣିଷ ବିଶେଷ ଭାବରେ ପାରଦର୍ଶୀ ହୁଏ। ଅଣିମା ସୂକ୍ଷ୍ମ ହେବାର ଭାବ, ଲଘିମା ପତଳା ହେବାର ଭାବ, ବ୍ୟାପ୍ତି ବିସ୍ତାରିତ ହେବା, ପ୍ରାକାମ୍ୟ କାମନାକୁ ଆୟତ୍ତରେ ରଖିବା, ମହିମା ମହନୀୟତା, ଈଶିତ୍ୱ ଜାଣିବାର ସ୍ୱଚ୍ଛଳତା, ଦସିତ୍ୱ ଯେଉଁ ଜାଣିବା ଦ୍ୱାରା ସେ ଅନୁସରଣୀୟ, କାମ ବସଇତା ଚାହିଦା ଗୁଡିକୁ ନିସ୍ତବ୍ଧ କରିଦେବାର କ୍ଷମତା, ପ୍ରବୃତ୍ତି ଗୁଡିକୁ ନିସ୍ତବ୍ଧ କରିଦେବାର କ୍ଷମତା, କାମ ବସଇତା, ଏହି ସବୁ ଗୁଣର ପ୍ରାପ୍ତିକୁ ବିଭୂତି କହନ୍ତି। ଏହି ଚରମ ନିଷ୍କର୍ଷ ନାମର। ପ୍ରାକାମ୍ୟ ଓ କାମ ବସଇତା ଯଦି ଆସେ, ତେବେ ଈଶିତ୍ୱ ଆସିବା ଅବଶ୍ୟମ୍ଭାବୀ। ଚାହିଦାକୁ ନିସ୍ତବ୍ଧ କରିଦିଏ, ବୃତ୍ତି ପ୍ରବୃତ୍ତି ଗୁଡିକୁ ନିଥର କରିଦିଏ, ଅକାମୀ କରିଦିଏ ଏଇ ନାମ। ଅସୀମ ଶକ୍ତି। ସମୟ ତ ହେଇଯାଉଛି। ଏଇ ନାମ ଦ୍ୱାରା ଆମେ କଣ ପାଇବା? ନାମରେ ଆସେ ଇଷ୍ଟାନୁଗ ଆତ୍ମବିଚାର, ଅଭ୍ୟାସ ବ୍ୟବହାରର ନିୟନ୍ତ୍ରଣ, ମନ ମୁହଁର ଏକୀକରଣ, ଦ୍ୱନ୍ଦ୍ୱୀ ବୃତ୍ତିର ନିରସନ, ଆମର ଚଳନରେ, ଆମ ଚରିତ୍ରରେ ଉନ୍ନୟନ ହୁଏ, ଉନ୍ନତି ହୁଏ, ଏବଂ ପାରିପାର୍ଶ୍ୱିକରେ ସେବା ଭାବ ମନୋବୃତ୍ତି ବର୍ଦ୍ଧିତ ହୁଏ, ଆଉ ଅନୁରାଗ ସମନ୍ୱିତ ଜପ ଧ୍ୟାନ। এই ଅନୁରାଗ ଆସେ ଏଇ ନାମର ଭିତରେ ଦେଇ। ଧ୍ୟାନର କଥା ଅଲଗା, ଜପର କଥା ଅଲଗା। ମୁଁ କେବଳ ଆଜି ସେ ନାମର କଥା ଉପରେ ଆଲୋଚନା କରୁଛି। ଅନୁରାଗ ସମନ୍ୱିତ ଜପ ଧ୍ୟାନ ଓ ସଦାଚାର ପ୍ରତିପାଳନରେ ଆମର ଇଚ୍ଛା ବର୍ଦ୍ଧିତ ହୁଏ, ଆଉ ଆମର ଯୋଉ ଖାଦ୍ୟପେୟ ଆହାର ଶୁଦ୍ଧି ହୁଏ, ଓ ଯଜନ ଯାଜନ ଇଷ୍ଟବୃତ୍ତି ଏଗୁଡିକୁ କରିବା ପାଇଁ ଆମର ଇଚ୍ଛା ପରିବର୍ଦ୍ଧିତ ହୁଏ, ଆଉ ହୀନମନ୍ୟତା ଦୂରେଇ ଯାଏ, ଚାରିତ୍ରିକ ବିଶୁଦ୍ଧତା ଆସେ। ଏହା ହିଁ ହଉଛି ନାମର ଅସୀମ ଶକ୍ତି। ଏବେ ଆସିବା ଠାକୁରଙ୍କର ସେଇ ନାମର କଥା। କିପରି ଭାବରେ ପ୍ରିୟ ପରମ ନାମ ଭିତରେ ଦେଇ ତାଙ୍କର ଯୋଉ ସେ ବିଭୂତିକୁ ସେ ଆମ ମାନଙ୍କ ପାଖରେ ତୁଳି ଧରିଛନ୍ତି। ଏଇ ଟ୍ୟୁନିଂର କଥା 1955 ମସିହାର ଏପ୍ରିଲ ମାସରେ ଦେଓଘର ଆଶ୍ରମରେ ଅନୁଷ୍ଠିତ ହେଉଥିଲା ନବବର୍ଷ ସ୍ୱସ୍ତି ତୀର୍ଥ ମହାଯଜ୍ଞ। 2 ଦିନ ସରିଗଲାଣି। ଭାରତର ବିଭିନ୍ନ ପ୍ରାନ୍ତରୁ କର୍ମୀ ଭକ୍ତମାନେ ଠାକୁରଙ୍କ ପାଖରୁ ବିଦାୟ ନେବାକୁ ବସିଛନ୍ତି। ଏହିପରି ଜଣେ ଇଞ୍ଜିନିୟର ଥିଲେ କଲିକତାର ଅଭୟ ଶଙ୍କର ଦାସ ଗୁପ୍ତା, ଜଣେ ସୁଗାୟକ, ଜଣେ ସଙ୍ଗୀତ ସାଧକ, ସୁନ୍ଦର ବ୍ୟକ୍ତିତ୍ୱ ଇଞ୍ଜିନିୟର ଅଭୟ ଶଙ୍କର ଦାସ ଗୁପ୍ତା। ରାତିରେ 2 ଦିନ ପରେ ଆଜି ରାତିରେ ଟ୍ରେନରେ ସେ ଟ୍ରେନ ଧରି କଲିକତାରେ ପହଞ୍ଚିବେ।
ପରଦିନ ତାଙ୍କର ନୂତନ କର୍ମର ଦାୟିତ୍ୱ ଚାକିରିରେ ନୂଆ ଚାକିରି ଯୋଗ ଦେବେ। ସେ ଜଣେ ଇଞ୍ଜିନିୟର। ସନ୍ଧ୍ୟା ପ୍ରାର୍ଥନା ପରେ ଠାକୁରଙ୍କ ପାଖରେ 1955 ମସିହା ଏପ୍ରିଲ ମାସ ନବ ସ୍ୱସ୍ତି ତୀର୍ଥ ମହାଯଜ୍ଞ ପରେ ସେ ଠାକୁରଙ୍କ ପାଖକୁ ଆସିଲେ। ସନ୍ଧ୍ୟା ପ୍ରାର୍ଥନା ପରେ ବିଦାୟ ଅନୁମତି ମାଗିଲେ ଠାକୁରଙ୍କୁ। ଠାକୁର କିନ୍ତୁ ତାଙ୍କୁ ଛାଡିବାକୁ ନାରାଜ। ଦଷ୍ଟ ପୁରୁଷ ସେ କହିଲେ ତୁ ଆଜି ରହିଗଲେ ଭଲ ହୁଅନ୍ତା, ମତେ ଟିକେ ଭଲ ଗୀତ ଟିକେ ଶୁଣାଅ ନା। କାଲି ରାତିରେ କାଲି ଗୀତ ଶୁଣେଇ ମତେ ଯିବୁ, ଆଜି ରାତିରେ ଟିକେ ମତେ ଗୀତ ଶୁଣା, କାଲି ମଧ୍ୟ ମତେ ଟିକେ ଗୀତ ଶୁଣାଇ ଯିବୁ। ଅଭୟ ଶଙ୍କର କିନ୍ତୁ ବାରମ୍ବାର ଅନୁରୋଧ କରୁଥାନ୍ତି, ଠାକୁରଙ୍କୁ ଅନୁରୋଧ କରୁଥାନ୍ତି। କାହିଁକି ନା ପରଦିନ ତାର ଚାକିରି ନୂତନ ଚାକିରି ଯୋଗ ଦେବାର କଥା। ଯେ ଆଜି ରାତିରେ ଟ୍ରେନରେ ନ ଗଲେ ଚାକିରିଟା ମୋର ହାତ ଛଡା ହୋଇଯିବ, ତେଣୁ ଯିବାକୁ ଯେମିତି ହେଲେ ପଡିବ। ଶ୍ରୀ ଠାକୁର ଏକଥା ଶୁଣି ମୁହଁ ଶୁଖାଇ ଦେଲେ। ମୁହଁ ଶୁଖିଗଲା ଠାକୁରଙ୍କର। ଏତେ ଯଦି ଜିଦ୍ କରୁଛୁ ତେବେ ଯାହା, କିନ୍ତୁ ହୁସିଆରରେ ଯିବୁ, ସବୁବେଳେ ନାମ କରୁଥିବୁ। କଲିକତାର ଟ୍ରେନ ଯଶୋଡି ଷ୍ଟେସନରେ ବିଳମ୍ବରେ ପହଞ୍ଚିବାରୁ ଛାଡୁ ନଥାଏ। କଲିକତାକୁ ଯୋଉ ଟ୍ରେନ ଯିବ, ଟାଟାରୁ ଆସିବ, ପାଟନାରୁ ଆସିବ, ସେ ଟ୍ରେନ କଲିକତା ଯିବ। ଯଶୋଡି ଷ୍ଟେସନରେ ବିଳମ୍ବରେ ପହଞ୍ଚିଲା ଛାଡୁ ନଥାଏ। ଦାସଗୁପ୍ତା ମହାଶୟ ତାଙ୍କ ସିଟରେ ବସି ସବୁବେଳେ ନାମ କରୁଥାନ୍ତି। ଏ ନାମର ଅସୀମ ଶକ୍ତି। ଶ୍ରୀ ଠାକୁରଙ୍କର ଅନିଚ୍ଛା ସତ୍ତ୍ୱେ, ଠାକୁର ଚାହୁଁନଥିଲେ ସେ ଯାଉ ବୋଲି, ସେ ରାତିରେ ଶ୍ରୀ ଠାକୁରଙ୍କର ଅନିଚ୍ଛା ସତ୍ତ୍ୱେ ବାହାରି ଆସିଲେ। ସେଇଥିପାଇଁ ମନଟା ଭଲ ଲାଗୁନଥାଏ। ପ୍ରଭାତ ତାଙ୍କ କାନରେ ଶୁଭିଲା, ସେ ବସିଛନ୍ତି, ଟ୍ରେନ ଛାଡି ନଥାଏ, ତାଙ୍କ ସିଟରେ ବସି ନାମ କରୁଥାନ୍ତି ତାଙ୍କର ବେଡିଂ ବିସ୍ତରକୁ ରଖିଦେଇ। ଏଇ ସମୟରେ ହଠାତ୍ କାନରେ ଶୁଭିଲା, ଅଭୟ ଓହ୍ଲାଇଆ। ଆଖି ଖୋଲି ଚାହିଁଲେ, ଦେଖିଲେ ଅନ୍ୟ ଯାତ୍ରୀ ମାନେ ମଧ୍ୟ ତାକୁ କେହି କିଛି କହିନାହାନ୍ତି। ଏଇ ଯୋଉ ଅଭୟ ଓହ୍ଲାଇଆ, ଏ କଥାଟା କେହି ତ କହିନାହାନ୍ତି। ପୁଣି ଆହୁରି ଥରେ ଗୁରୁ ଗମ୍ଭୀର ବଜ୍ର ନିନାଦରେ, ଏତେ ବଜ୍ର କଣ୍ଠରେ ଏକ ଶବ୍ଦ ଶୁଭିଲା, ଅଭୟ ଶୀଘ୍ର ଗାଡିରୁ ଓହ୍ଲାଇଆ। ସେ ଶବ୍ଦରେ ସେ ଗମ୍ଭୀର ତୀବ୍ରତାର ଏତେ ଥିଲା, କି କର୍ତ୍ତବ୍ୟ ମୂଢ ହୋଇ ନିଜ ବ୍ୟାଗ ସହିତ ସେ ଗାଡିରୁ ଓହ୍ଲାଇ ପଡିଲେ। ଟ୍ରେନ ଛାଡିଦେଲା। ଏତେ ରାତିରେ ଆଶ୍ରମକୁ ତ ଯାଇ ହେବ ନାହିଁ। ଆଗାମୀ ଟ୍ରେନ ଅପେକ୍ଷାରେ ଗୋଟିଏ ବେଞ୍ଚ ଉପରେ ବସି ଢୋଳାଉଥାନ୍ତି ଅଭୟ ଶଙ୍କର। 2 ଘଣ୍ଟା ପରେ ଷ୍ଟେସନରେ କୋଳାହଳ ଶୁଭିଲା। ମଧୁପୁର ଷ୍ଟେସନ ଆସାନସୋଲ ଯଶୋଡି ଭିତରେ ମଧୁପୁର ଷ୍ଟେସନରେ ଗୋଟିଏ ମାଲ ଗାଡି ସହିତ ସେଇ ଟ୍ରେନଟିର ଧକ୍କା ଲାଗିବାରୁ ବହୁ ଯାତ୍ରୀ ମୃତାହତ ହୋଇଛନ୍ତି। ନିସ୍ତବ୍ଧ ହୋଇଗଲେ, ଆଶ୍ଚର୍ଯ୍ୟ ହୋଇଗଲେ, ବିସ୍ମୟ ଓ କୃତଜ୍ଞତାରେ ଭରିଗଲା ତାଙ୍କର ମନ। ବାତାବରଣ ଶାନ୍ତ ପଡିବା ପରେ ଷ୍ଟେସନ ମାଷ୍ଟର ଓ ଅନ୍ୟ କର୍ମଚାରୀ ମାନଙ୍କୁ ନିଜ ଅନୁଭୂତିର କଥା କହିଲେ, ଆନନ୍ଦରେ କହିଲେ। ସେମାନେ ଅସନ୍ତୁଷ୍ଟ, ଦୁଃଖରେ ଭାଙ୍ଗି ପଡିଥିଲେ। ଷ୍ଟେସନ ମାଷ୍ଟର ଓ ଅନ୍ୟ କର୍ମଚାରୀ ମାନେ ଏକ ଦୁର୍ଘଟଣାରୁ ସେ ଅସନ୍ତୁଷ୍ଟ ସ୍ୱରରେ କହିଲେ, ତୁମ ଠାକୁର ପାର୍ସିଆଲ କରିଛନ୍ତି, ପକ୍ଷପାତ କରିଛନ୍ତି ତୁମ ଠାକୁର। ତୁମକୁ ସେ କହିଲେ, ଯଦି ଆମମାନଙ୍କୁ କହିଥାନ୍ତେ ସବୁ ଲୋକ ତ ବଞ୍ଚି ଯାଇଥାନ୍ତେ, ସେ କଥା କାହିଁକି କହିଲେ ନାହିଁ? ଦାସଗୁପ୍ତ ବାବୁ ଚିନ୍ତା କଲେ, ସତ କଥା ତ, ଠାକୁର ତ ଚାହିଁଥିଲେ ସମସ୍ତଙ୍କୁ ରକ୍ଷା କରିପାରିଥାନ୍ତେ। ଷ୍ଟେସନ ମାଷ୍ଟରକୁ, କର୍ମଚାରୀ ମାନଙ୍କୁ ସମସ୍ତଙ୍କୁ କହିପାରିଥାନ୍ତେ ଟ୍ରେନରେ ଆକ୍ସିଡେଣ୍ଟ ହବ, ଟ୍ରେନଟିକୁ ବନ୍ଦ କରିଦିଆଯାଉ। ସେ ତା ପରଦିନ ସକାଳେ ଆଉ କଲିକତା ଗଲେ ନାହିଁ। ଦୁଃଖରେ ଭାଙ୍ଗି ପଡିଛି। ଆନନ୍ଦରେ କୃତଜ୍ଞତାର ନେତ୍ର ବିଗଳିତ ଯମୁନା, ଜାହ୍ନବୀ ବିଗଳିତ କରୁଣା, ଜାହ୍ନବୀ ଯମୁନା କୃତଜ୍ଞତାର ସେ ଅଶ୍ରୁ ସରି ପଡୁଛି। ସେ ଆଶ୍ରମକୁ ପୁନଃ ଲେଉଟି ଗଲେ। ବହୁ ସମୟ ପରେ ଠାକୁରଙ୍କ ପାଖରେ ପହଞ୍ଚିଲେ। ଠାକୁରଙ୍କୁ ଗୋଟେ ପ୍ରଶ୍ନ କଲେ, ଠାକୁର ଆପଣ ଷ୍ଟେସନ ମାଷ୍ଟରଙ୍କୁ କାହିଁକି ମତେ ଯୋଉ କଥା କହିଲେ ଓହ୍ଲେଇ ଆସିବାକୁ, ଦୁର୍ଘଟଣା କଥା କାହିଁକି କହିଲେ ନାହିଁ? ସେ ଠାକୁର କିଛି ଉତ୍ତର ଦେଲେ ନାହିଁ। ଗୋଟିଏ ଟ୍ରାଞ୍ଜିଷ୍ଟର ରେଡିଓ ମଗାଇ ଅଭୟ ଦାଙ୍କୁ କହିଲେ, ତୁମେ କଲିକତା ରେଡିଓ ଷ୍ଟେସନଟି ଲଗେଇଲ। ସେ ରେଡିଓ ଷ୍ଟେସନଟି ଲଗାଇଲେ। ସେ ଠାକୁର ପଚାରିଲେ, କେମିତି ଲଗାଇଲୁ?
ଆଗେ ଟ୍ୟୁନିଂ କରି ମୁଁ ଲଗାଇଲି। ଶ୍ରୀ ଶ୍ରୀ ଠାକୁର କହିଲେ ବାସ୍ ପରମ ପିତା ସମସ୍ତଙ୍କୁ ଦୁର୍ଘଟଣା ଖବର ଦେଇଛନ୍ତି, ସମସ୍ତଙ୍କୁ ଦେଇଛନ୍ତି। ସୂର୍ଯ୍ୟ ରଶ୍ମି ସବୁ ଜାଗାରେ ପଡେ, କେଉଁଠି ବାଦ ଦିଏ ନା, କିନ୍ତୁ ସେମାନଙ୍କର ଟ୍ୟୁନିଂ ସୁବିଧା ନଥିବାରୁ ସେମାନେ ସେଟାକୁ ସେ ସେଣ୍ଟର ଲାଗିଲା ନାହିଁ, ଧରି ପାରିଲେ ନାହିଁ। ତୁ ଅନବରତ ନାମ କରୁଥିବାରୁ ତୋର ଏଇ ମୋର ଯୋଉ ବାର୍ତ୍ତାଟିକୁ ତୁ ଧରି ପାରିଲୁ, ରକ୍ଷା ପାଇଗଲୁ। ଏଇ ତ ହଉଛି ନାମର ଶକ୍ତି, ଏଇ ତ ହଉଛି ନାମର ଭିତରେ ତାଙ୍କୁ ଅନୁଭବ କରିବା। ଏଇ ହଉଛି ବୋଧ, ବିଭୂତି, ଏଇ ହଉଛି ନାମର ଅସୀମ ଶକ୍ତି। ଆମେ ମାନେ ସମସ୍ତେ ଜାଣିଛୁ ସୁରେଶ ଚନ୍ଦ୍ର ଦେବ ଶର୍ମାଙ୍କ କଥା। ସୁରେଶ ଚନ୍ଦ୍ର ଦେବ ଶର୍ମା ଏଇ ଓଡିଶାର ଜଣେ ଲୋକ। ସେ ଆଶ୍ରମକୁ ଯାଇଥିଲେ, ଠାକୁରଙ୍କର ଜଣେ ସହପ୍ରତିନିଧି ଆମେ ସମସ୍ତେ ଜାଣିଛୁ। 1955-56 ମସିହାରେ ସେ ଯେତେବେଳେ ଦେଓଘର ଆଶ୍ରମରେ ରୋଷେଇ କରନ୍ତି, ସେ ଦେଓଘରକୁ ଯାଇଥିଲେ ରୋଷେଇଆ ଭାବରେ। ସେତେବେଳେ ଆଶ୍ରମରେ ରୋଷେଇ କରନ୍ତି, କେତେବେଳେ ବଡମାଙ୍କ ରୋଷେଇରେ ଯୋଗାଣ ଦିଅନ୍ତି, କେତେବେଳେ ଆନନ୍ଦ ପୂଜା ରୋଷେଇ କରନ୍ତି। ରୋଷେଇ କରିବା ସେ ଜାଣିନଥିଲେ, ସେ ଠାକୁରଙ୍କ ନିର୍ଦ୍ଦେଶରେ ଶିଖିଛନ୍ତି, ଦୀକ୍ଷା ନେଇଥିଲେ, ନାମ କରୁଥିଲେ, ପ୍ରଚଣ୍ଡ ଭାବରେ ନାମ କରୁଥିଲେ। ତାଙ୍କ ଘର ଏଇ ଜଗତସିଂହପୁରରେ, ଏକ ବିଦ୍ୱାନ ବ୍ୟକ୍ତିତ୍ବ। ସେତେବେଳେ ତାଙ୍କର ବୟସ 34-35। ସେ ଜନ୍ମରୁ ଥିଲେ ସର୍ବହରା, ପ୍ରବୃତ୍ତିର କରାଳ ଆବର୍ତ୍ତରେ ସେ ପଡିଥିଲେ, ସମ୍ପୂର୍ଣ୍ଣ ଅସହାୟ, ନିରାଶ୍ରୟ, ଉଦ୍ଭ୍ରାନ୍ତ ହୋଇକରି ବୋଲୁଥିଲେ। ଦୀକ୍ଷା ନେଇଥିଲେ, ନାମର ଭିତରେ ଦେଇ ତାର ପ୍ରଚଣ୍ଡ ଉଦ୍ବେଗ, ଆକାଂକ୍ଷା ଘଟିଲା, ଦେଓଘର ଯିବେ। ଦିନେ ଶାରଦୀୟ ସକାଳର ହିମ ଶୀତଳ ପରିବେଶରେ ସେ ଠାକୁରଙ୍କର ଜାମତାଲା ପ୍ରାଙ୍ଗଣରେ ଶୁଭ୍ର ବିଛଣାରେ ଉତ୍ତରାଶ୍ରୟ ବସିଥିଲେ ଠାକୁର। ଦେଓଘରରେ ପାଖରେ ଥିଲେ କେଷ୍ଟଦା, ଆହୁରି କେତେ ଅନ୍ୟ ଲୋକ। ସେ ଯାଇ ପ୍ରଣାମ କଲେ ଦୂରରୁ। ଶ୍ରୀ ଠାକୁର କେଷ୍ଟଦାଙ୍କୁ କହିଲେ, ଆପଣ ସୁରେଶକୁ ସଙ୍ଗରେ ନେଇ ପାଣିନି ପଢାନ୍ତୁ, ବ୍ୟାକରଣ ପାଣିନି ପଢାନ୍ତୁ। ମନରେ କହିଲେ, ତୁ ଭଲ ଭାବରେ ପାଣିନି ଗ୍ରାମାର ଶିଖିଲେ। ସୁରେଶ ଦାଙ୍କୁ କହିଲେ ଶିଖିନେ ଟିକେ। କିଛି ଦିନ ପୂର୍ବରୁ ତାଙ୍କୁ ଆଦେଶ କଲେ କାଶୀ ଯାଇ ପାଣିନି ଭଲ ଭାବରେ ପଢି ଆସିବାକୁ। ଦେଖନ୍ତୁ, ଜଣେ ମୂର୍ଖ, ଜଣେ ଅସହାୟ, ଜଣେ ଉଦ୍ଭ୍ରାନ୍ତ ବ୍ୟକ୍ତିକୁ କହିଲେ ତୁ କାଶୀ ଯାଇ ପାଣିନି ଭଲ ଭାବରେ ପଢି ଆସିବୁ, ସଂସ୍କୃତ ସାହିତ୍ୟ ବୁଝିପାରିବୁ ଓ ପଢାଇ ପାରିବୁ। ଆଜି ସାରା ଓଡିଶାରେ କାହିଁକି ସମଗ୍ର ଭାରତରେ ସୁରେଶ ଚନ୍ଦ୍ର ଦେବ ଶର୍ମା ଜଣେ ବିଶିଷ୍ଟ ସଂସ୍କୃତଜ୍ଞ ଭାବରେ ଆଜି ଦେହରେ ସେ ନାହାନ୍ତି। ଆସନ୍ତୁ, ସମୟ ତ ହେଇ ଆସୁଛି, ଆଉ ବିଶେଷ କରି କୌଣସି କଥା କହିବାର ଆବଶ୍ୟକତା ନାହିଁ। ଏ ନାମର ଭିତର ଦେଇ ଅନେକ କିଛି ବିଭୂତି ଆମେ ପ୍ରାପ୍ତ, ସେଗୁଡିକୁ ଅନୁଭବ ଭିତରେ ଆମେ ଯଦି ତାକୁ ଆମର ଏ ସୂକ୍ଷ୍ମ ଆଉ ସ୍ଥୂଳ ଶରୀର ଏକ ସଂଗତି ସମ୍ପନ୍ନ ବ୍ୟବସ୍ଥାରେ ସମାହିତ କରୁ, ତାହା ହିଁ ଆମ ଭିତରେ ଠାକୁରତ୍ୱ ଜାଗି ଉଠିବ। ଅସୀମ ଶକ୍ତି ଆଉ କିଏ ଥିବେ, ଠାକୁର ଚାହିଁଛନ୍ତି ତୁମ ଭିତରେ ମୁଁ ଜାଗି ଉଠେ, ମୁଁ ତୁମ ଭିତରେ, ତମେ ଏ ପରିବେଶରେ ମତେ ପ୍ରତିଷ୍ଠା କର। କିପରି ପ୍ରତିଷ୍ଠା ହବ? ମୁଁ ନିଜେ ଯଦି ମୋର ଠାକୁରତ୍ୱ ଜାଗ୍ରତ କରିପାରିଲି ମୋ ଶରୀରରେ। ଆସନ୍ତୁ ଭୋଗଦାତା ଆଉ ମୋର ଅନ୍ତରଙ୍ଗ ବନ୍ଧୁ ଯିଏ କୀର୍ତ୍ତନ କରୁଥିଲେ ନାମ, ଆସରେ ନଗରବାସୀ ପରିଣାମ କି ନାମ ଆଉ ପ୍ରେମ। ଭକ୍ତିର ଗାଢତ୍ୟ ହଉଛି ପ୍ରେମ। ଏ ଭକ୍ତି ଆସେ ଭଲ ପାଇବା ଭିତରୁ ଦେଇ, କର୍ମର ଭିତରେ ଦେଇ। ତାହେଲେ ତ ଆମ ଭିତରେ ସବୁ ଗୁଡିକ ଉଦ୍ଭିନ୍ନ ନା ଆମର ଶକ୍ତି କେବଳ କଥାର କଥା, କରିବାର କଥା। ଆସନ୍ତୁ ଆମେ ସମସ୍ତେ ସେ କରିବାର ଭିତରେ ଦେଇ ହୋଇ ଉଠିବା। ଏବଂ ଦେଖନ୍ତୁ, ଆମର ଯିଏ କୀର୍ତ୍ତନ କରୁଥିଲେ ଦୟାନିଧି ଭାଇ, ତାଙ୍କ ବିଷୟରେ କହିବାକୁ ଗଲେ ସେ ଆଉ ଜଣେ ସୁରେଶ ଚନ୍ଦ୍ର ଦେବ ଶର୍ମା ଆମ ଅଞ୍ଚଳର 40 ବର୍ଷ ହେଲା ତାଙ୍କର ଝିଅଟି ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହୋଇଛି। ଆଜି ଦେଖୁଥିଲେ ତାଙ୍କର କୀର୍ତ୍ତନ, ତାଙ୍କର କୋରସ,
ଏସବୁ ଆପଣ ଏଇ ହଉଛି ନାମର ସବୁ। ଏଇପରି ଜଣେ ଜଣେ ଆମେ ହୋଇ ଉଠିବା ତାଙ୍କର ମନ ପାଖି, ତାହେଲେ ସେ ଖୁସି ହେବେ। ନହେଲେ ଏଇ ଠାକୁରଙ୍କୁ ଆମେ ଦେଖିଥିଲେ ମଠ ମନ୍ଦିରରେ, ଏ ସତ୍ସଙ୍ଗ ବିହାରରେ, ସତ୍ସଙ୍ଗରେ, ଉତ୍ସବରେ, ପ୍ରତିମା ଭିତରେ, କିନ୍ତୁ ଠାକୁରଙ୍କୁ ଆମେ ଅନୁଭବ କରିନୁ ଜୀବନର ଜୀବନ୍ତ ବେଦୀ ଭଳି। ଏଇ ନାମର ଭିତରେ, ଧ୍ୟାନର ଭିତରେ ଦେଇ କର୍ମ ଦୀପନାର ଏକ ଅନ୍ତରଙ୍ଗ ମୁକ୍ତରେ ତାଙ୍କର ପ୍ରତି ଆମର ନିଷ୍ଠା ଆনুଗତ୍ୟ, କୃତି ଦୀପନା ଏକ ସମର୍ପଣ ଭାବ କେବେ ସମାହିତ ହୋଇନାହିଁ। 20% 20% ହୋଇଛି କି ନା ସନ୍ଦେହ। ଏହା ହେଉଛି ବାସ୍ତବ ସତ୍ୟ। ଆମେ ସତ୍ୟ ମୁଖ୍ୟ ବା ନାମ କରିବା ପ୍ରଚଣ୍ଡ ଭାବରେ ଆମ ଭିତରେ ବୋଧ ବିଭୂତି ଜାଗି ଉଠିବ, ଠାକୁରତ୍ୱ ଜାଗି ଉଠିବ। ଆମେ ମଣିଷ ପାଖକୁ ଯିବା, ସତ୍ସଙ୍ଗ ବିହାରକୁ ଯାଇ ପ୍ରାର୍ଥନା କଲେ ହବ ନାହିଁ, ଉତ୍ସବରେ ମହଡ଼ାରେ ଯୋଗ ଦେଲେ ହେବ ନାହିଁ, କୌଣସି କର୍ମ ଦୀପ ହେବ ଦୀପ ମାଧ୍ୟମରେ ଆପଣ ଲୋକଙ୍କ ପାଖକୁ ଯାଆନ୍ତୁ, ତାଙ୍କର ହୋଇ ଉଠନ୍ତୁ, ତାଙ୍କର ମନ ଲାଗି ନିଜ ଚରିତ୍ରକୁ ବିନାୟିତ କରନ୍ତୁ, ଅଭିଦୀପ୍ତ କରନ୍ତୁ, ତାହେଲେ ତ ଠାକୁର ଖୁସି ହେବେ। ହଜାର ହଜାର ଲକ୍ଷ ଲକ୍ଷ ଆମର ସତ୍ସଙ୍ଗ ବିହାର ହଉଛି, ଉତ୍ସବ ହଉଛି, ସତ୍ସଙ୍ଗ ହଉଛି, କିଛି ଲାଭ ନାହିଁ ନିଜ ଭିତରେ ଠାକୁର ଜାଗ୍ରତ ନହେଲେ କେହି ତୁମର ଠାକୁର କେନ୍ଦ୍ର ବି ଫାଙ୍କି ଦେଲେ ତାହା ଆମେ ଫାଙ୍କିର ଅଧିକାରୀ ହେଇଛୁ, ତାହା ହିଁ ଆମର ଅବଶ୍ୟ ପ୍ରାପ୍ତି। ଆସନ୍ତୁ ଆମେ ତାଙ୍କ ଭଳି ହୋଇଥିବା ଏ ନାମର ଭିତରେ ଅସୀମ ଶକ୍ତି, ଏ ବୋଧ ବିଭୂତି ପ୍ରାପ୍ତିକୃତ କରିବା ଜୀବନର ପ୍ରତିଟି ମୁହୂର୍ତ୍ତ, ତାହେଲେ ତ ସେଟା ଖୁସି ହେବେ। ଏଇଥିରେ ମୋର ଆଲୋଚନା ସାଙ୍ଗ କରୁଛି, ସମସ୍ତଙ୍କର ମଙ୍ଗଳ କାମନା କରୁଛି। ସର୍ବେ ଭବନ୍ତୁ ସୁଖିନମ୍, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାବ। ଜୟ ଗୁରୁ ସର୍ବ। ଜୟ ଗୁରୁ ଆଜ୍ଞା, ଜୟ ଗୁରୁ ବିନୟ ଭାଇ, ଅତି ସୁନ୍ଦର। କ'ଣ ବା କହିବା, ନାମର ଅସୀମ ଶକ୍ତି ଯେଉଁ ବିଷୟବସ୍ତୁ ରଖାଯାଇଛି, ସେ ନାମ ବିଷୟରେ ଯେତେ ଆଲୋଚନା କଲେ ମଧ୍ୟ ସମୟ କମ୍ ହେବ। ତେବେ ଏ ସୀମିତ ସମୟ ଭିତରେ ଆପଣ ଅତି ସୁନ୍ଦର ଭାବରେ ଉଦାହରଣ ସହିତ, ଭକ୍ତମାନଙ୍କ ଚରିତ୍ର ସହିତ ଆପଣ ଉତ୍ଥାପନ କଲେ, ଆଲୋଚନା ତୋଳି ଧରିଲେ। ବାସ୍ତବରେ ନାମ ଅଭିନ୍ନ। ଆମେ ଏ ଭାବରେ ଯଦି ନାମ କରିବା, ଯେଉଁ ଶକ୍ତି ଆମକୁ ପ୍ରାପ୍ତ ହେବ, ତାହା ଯେଉଁମାନେ ଅନୁଭବୀ, ଯେଉଁମାନେ ସାଧନାରତ, ସେମାନେ ଅନୁଭବ କରିପାରୁଥିବେ। ବାସ୍ତବରେ ନାମ ତିଷ୍ଠାମି ବୈକୁଣ୍ଠେ, ଯୋଗୀ ନାମ ହୃଦୟ ନୈଚ, ମଦଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ଯେଉଁଠି ତାଙ୍କର ଭକ୍ତମାନେ ତାଙ୍କର ନାମ ସ୍ମରଣ କରନ୍ତି, ସେ ଅସୀମ ଶକ୍ତି କେତେ ଯେ କେଉଁ ଦିଗରୁ ଆଲୋଚନା କରିବା। ବାସ୍ତବରେ ପ୍ରଭୁଙ୍କର ଲୀଳା ଅପାର। ସେ ଯେଉଁ ଲୀଳା କରିଛନ୍ତି 81 ବର୍ଷ ବୟସ ଅବଧି ଭିତରେ, ବାସ୍ତବରେ କେତେ ଭକ୍ତ, କେତେ ଦୁରାଚାର, କେତେ ଜଣଙ୍କର ଉନ୍ନୟନ ନ ହୋଇଛି ସେ ନାମ ମାଧ୍ୟମରେ। ଅନେକ କଥା ଅଛି, ଅନେକ କଥା ତୋଳି ଧରିଲେ, ଆହୁରି ମଧ୍ୟ କିଛି ରହିଗଲା। ଏ ସୀମିତ ସମୟ ଭିତରେ ତା ଉତ୍ଥାପନ ବା ଆଲୋଚନା କରିବା ସମ୍ଭବପର ନୁହେଁ। ତଥାପି ଆପଣ ତ ଜ୍ଞାନୀ, ଅତ୍ୟନ୍ତ ଅଭିଜ୍ଞ ବ୍ୟକ୍ତିତ୍ୱ, ଆପଣଙ୍କର କଥା ଯେତେ ଯେଉଁଠି ଶୁଣିଛୁ ଆମେ ଆହୁରି ଶୁଣିବାକୁ ଇଚ୍ଛା ହୁଏ। କଥା ମୁଁ ବାରମ୍ବାର ସେଇ ଗୋଟିଏ କଥା କୁହେ, ଜଳରେ ତୃଷ୍ଣା ନିବାରିତ ହୁଏ, କିନ୍ତୁ ଭଗବତ ତୃଷ୍ଣା ନିବାରିତ ହୁଏ ନାହିଁ, ଆହୁରି ବୃଦ୍ଧି ହୁଏ କ୍ରମଶଃ। ଏହା ହେଉଛି ସାତ୍ଵିକ ଭାବର ଲକ୍ଷଣ। ବାସ୍ତବରେ ଯିଏ ଭକ୍ତ ସେ ଅନୁଭବ କରେ ତା ପ୍ରଭୁର ଲୀଳାର କଥା ଆଉ ନାମର କଥା। ଅତ୍ୟନ୍ତ ହୃଦୟସ୍ପର୍ଶୀ ଆଲୋଚନା। ଆପଣଙ୍କର ଏ ସୁନ୍ଦର ଆଲୋଚନା ସହିତ ଏ ଯେଉଁ ବହୁମୂଲ୍ୟ ସମୟ ପ୍ରଦାନ କରି ଆମ ସହିତ ଯୋଗଯୁକ୍ତ ହୋଇ ଆପଣ ଆମମାନଙ୍କୁ ଉଦ୍ବୋଧିତ କରିଛନ୍ତି। କିଛି ସମୟ ପାଇଁ ହେଲେ ମଧ୍ୟ ଏହିଟା ବ୍ୟାଟେରୀ ଚାର୍ଜ ହେଲା ପରି ବହୁ ମନ ଭିତରେ ରହିବ, ବହୁ ଭକ୍ତଙ୍କର ଚରିତ୍ର ମଧ୍ୟ ଚରିତ୍ରାୟିତ ହେଉଥିବ, ଏହା ଆଶା କରୁଛି। ଆପଣଙ୍କର ଏହା ହେଉଛି ମହାପୁଣ୍ୟ। ବାସ୍ତବରେ ବହୁମୂଲ୍ୟ ସମୟ ଦେଇ ଯେଉଁ ସୁନ୍ଦର ଆଲୋଚନା ତୋଳି ଧରିଲେ, ପରମ ପିତାଙ୍କର ପାଦପଦ୍ମରେ ଆମେ ସମ୍ମିଳିତ ଭାବରେ ଅନୁଷ୍ଠାନ ତରଫରୁ ମଧ୍ୟ ଆପଣଙ୍କର ସୁଦୀର୍ଘ ଇଷ୍ଟପୂତ ନିରାମୟ ମଙ୍ଗଳମୟ ଜୀବନ, ଅମିତାୟ ଜୀବନ ପ୍ରାର୍ଥନା କରୁଛୁ। ଆପଣ ଏହିପରି ନିରାମୟ ରହି ତାଙ୍କର ବାର୍ତ୍ତାବହ ହିସାବରେ ତାଙ୍କର ବାର୍ତ୍ତା ସାରା ବିଶ୍ୱରେ ବିତରଣ କରନ୍ତୁ, ସମସ୍ତଙ୍କୁ ସେହି ବିଭୁଙ୍କ ଧାରାରେ ଧାରାୟିତ କରନ୍ତୁ। ଏତିକି ମୋର ନିବେଦନ। ଆଜି ତ ସମୟ ହୋଇଛି, ଆସନ୍ତା ପୁନଶ୍ଚ ମୁଁ ହୃଦୟାନନ୍ଦ ଭାଇଙ୍କୁ ଅନୁରୋଧ କରିବି, ଆପଣ ତ ସଦାସର୍ବଦା ଆମ ସହିତ ଯୋଗଯୁକ୍ତ, ଅତି ଆପଣାର ବ୍ୟକ୍ତିତ୍ୱ, ଆପଣ ଏହିପରି ଆମ ସହିତ ଶ୍ରଦ୍ଧାପ୍ରୀତି ରଖି ପୁନଶ୍ଚ ଯୋଗଦାନ କରି ଏହି ପ୍ରଭୁଙ୍କର ଆହୁରି ଅମୀୟ କଥା କିଛି ତୋଳି ଧରିଲେ ଆମେ ନିଜକୁ କୃତାର୍ଥ ମନେ କରିବୁ। ଆଜି ପାଇଁ ରହୁଛୁ। ବିନୟ ଭାଇ ଜୟଗୁରୁ, ଆନନ୍ଦ ରୁହନ୍ତୁ। ଜୟ ଗୁରୁ, ଜୟ ଗୁରୁ। ବିନୟ ଭାଇଙ୍କର ଆଲୋଚନା କିଛି ସମୟ ପାଇଁ ବା ଆପଣମାନେ ତୋଳୁଥିଲେ, ଶୁଣୁଥିଲେ। ବାସ୍ତବରେ ମନ ପ୍ରାଣ ପୁଲକି ଉଠିଛି। ତାଙ୍କର ଯେଉଁ ଭାଷାର ରୂପାନ୍ତର, ଯେଉଁ ସୁନ୍ଦର ଭାଷା ସହିତ ଆଲୋଚନା, ମନ ପ୍ରାଣ ଆହ୍ଲାଦିତ ହୋଇଯାଏ। ଆମେ ସେଥିରେ କିଛି ସମୟ ପାଇଁ ମଜି ଯାଇଥିଲେ।
ତେବେ ଆସନ୍ତୁ, ସମୟ ତ ଅତିକ୍ରାନ୍ତ ହୋଇଛି। ପୁନଶ୍ଚ ଆଜିର ଭୋଗଦାତା ଯେ ଯେଉଁ ଉଦ୍ଦେଶ୍ୟରେ ଭୋଗ ଅର୍ଘ୍ୟ ନିବେଦନ କରିଛନ୍ତି ତାଙ୍କର ଅଭୀଷ୍ଟ ପ୍ରଭୁ ପୂର୍ଣ୍ଣ କରନ୍ତୁ। ବିଶେଷ କରି ଦିବାକର ଭାଇ ଆଉ ସସ୍ମିତା ମା ବୋଧ ହୁଏ ନାଁଟା ଭୁଲିଛି। ତେବେ ସେ ପରିବାର ସମସ୍ତଙ୍କର ଇଷ୍ଟପୁତ ମଙ୍ଗଳମୟ ଜୀବନ ପ୍ରଭୁ ପ୍ରଦାନ କରନ୍ତୁ। ଆଜି ଏହି ସତ୍ସଙ୍ଗ ପବିତ୍ର ସତ୍ସଙ୍ଗ ଉପସ୍ଥିତ ଅନୁପସ୍ଥିତ ମଧ୍ୟ ସମସ୍ତଙ୍କର ସର୍ବବିଧ ଇଷ୍ଟପୁତ ମଙ୍ଗଳମୟ ଜୀବନ ପରମ ପିତାଙ୍କର ପାଦପଦ୍ମରୁ ପ୍ରାର୍ଥନା ରଖୁଛି। ସାରା ବିଶ୍ୱ ଶାନ୍ତିରେ ଭରୁ ଏ ନାମରେ ଭରିଯାଉ। ଠାକୁର କହିଥିଲେ ନା ଦିନେ, ଏ ବିଶ୍ୱରେ ଅଛି ଯେତେ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାରିତ ହେବ ଏହି ସତ ନାମ। ତାହା ଆମେ ଆଜି ଅନୁଭବ କରୁଛେ। ସାରା ବିଶ୍ୱ ବର୍ତ୍ତମାନ ନାମରେ ଗୁଞ୍ଜରିତ ହେବାକୁ ଯାଉଛି, ହେଉଛି ମଧ୍ୟ। ତେବେ ଏହି ନାମ ଗୁଞ୍ଜରିତ ହେଉ, ସାରା ବିଶ୍ୱ ଶାନ୍ତିରେ ଭରିଯାଉ, ଆଉ ଆମର ଏ ଅନୁଷ୍ଠାନ ମଧ୍ୟ ଏହିପରି ଉତ୍ତରୋତ୍ତର ଭାବରେ କ୍ରମାଗତି ଭାବରେ ବର୍ଦ୍ଧିତ ହୋଇ ଚାଲୁ, ଏତିକି ପ୍ରାର୍ଥନା ରଖୁଛୁ। ସମୟ ଅତିକ୍ରାନ୍ତ। ବର୍ତ୍ତମାନ ଉଦ୍ଯାପନ ଧ୍ୱନି ସହିତ ଆମେ ସତ୍ସଙ୍ଗ ଉଦ୍ଯାପନ କରିବା। ପରେ ମୁଁ ଅନୁରୋଧ କରିବି ହୃଦୟାନନ୍ଦ ଭାଇ ତାଙ୍କର ଘୋଷଣା ଜାରି ରଖିବେ। ତେବେ ଅନୁରୋଧ କରୁଛି ବର୍ତ୍ତମାନ ମୁରଲୀଧର ବେହେରା ଭାଇ ମହାସିଂହରୁ, ଯିଏ ଆମର ପ୍ରଥମରୁ ଆରମ୍ଭ କରିଥିଲେ ପ୍ରାର୍ଥନା ସହିତ, ସମାପ୍ତ କରିବେ ଧ୍ୱନି ସହିତ। ମୁରଲୀଧର ଭାଇ ଅନୁରୋଧ କରୁଛି ସେ ଧ୍ୱନି ପ୍ରଦାନ କରି ଆଜି ଏହି 1758ତମ ଆବାସ ସତ୍ସଙ୍ଗ ଉଦ୍ଯାପନ କରିବେ। ଜୟ ଗୁରୁ। ମୁରଲୀଧର ଭାଇ ଜୟ ଗୁରୁ। জয় গুরু দাদা। ଜୟ ଗୁରୁ, ଜୟ ଗୁରୁ। বন্দে পুরুষোত্তমম, ବନ୍ଦେ ପୁରୁଷୋତ୍ତମମ୍, বন্দে পুরুষোত্তমম, ବନ୍ଦେ ପୁରୁଷୋତ୍ତମମ୍, বন্দে পুরুষোত্তমম। ବନ୍ଦେ ପୁରୁଷୋତ୍ତମମ୍। परम प्रेमामय श्री श्री ठाकुर अनुकूल चंद्र जी की, ଜୟ। परम प्रेमामय श्री श्री ठाकुर अनुकूल चंद्र जी की, ଜୟ। परम प्रेमामय श्री श्री ठाकुर अनुकूल चंद्र जी की, ଜୟ। परमराध्या जगत जननी श्री श्री बड़मा की, ଜୟ। परमराध्या जगत जननी श्री श्री बड़मा की, ଜୟ। परमराध्या जगत जननी श्री श्री बड़मा की, ଜୟ। परम पूज्य पाद श्री श्री बड़ोदा की, ଜୟ। परम पूज्य पाद श्री श्री बड़ोदा की, ଜୟ। परम पूज्य पाद श्री श्री बड़ोदा की, ଜୟ। परम पूज्य पाद श्री श्री आचार्य देव की, ଜୟ। परम पूज्य पाद श्री श्री आचार्य देव की, ଜୟ। परम पूज्य पाद श्री श्री आचार्य देव की, ଜୟ। सात संघ की, ଜୟ। सात संघ की, ଜୟ। सात संघ की। ଜୟ। वंदे पुरुषोत्तमम, ବନ୍ଦେ ପୁରୁଷୋତ୍ତମମ୍, वंदे आर्य पितॄन्, ବନ୍ଦେ ଆର୍ଯ୍ୟ ପିତॄନ୍, वंदे मातृवर्गान्, ବନ୍ଦେ ମାତୃବର୍ଗାନ୍, वंदे हं कृष्टि दैवतान्, ବନ୍ଦେ ହଂ କୃଷ୍ଟି ଦୈବତାନ୍, वंदे पुरुषोत्तमम, ବନ୍ଦେ ପୁରୁଷୋତ୍ତମମ୍, वंदे पुरुषोत्तमम। ବନ୍ଦେ ପୁରୁଷୋତ୍ତମମ୍। परम प्रेममय श्री श्री ठाकुर अनुकूल चंद्र जी की, ଜୟ। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ। ଜୟ ଗୁରୁ ସମସ୍ତ ଦାମ ମାନଙ୍କୁ ଜୟ ଗୁରୁ। ଦୟାକରି ହୃଦୟାନନ୍ଦ ଭାଇ କିଛି ଘୋଷଣା ଥିଲେ କରନ୍ତୁ, ସମୟ ହେଇଛି। ଜୟ ଗୁରୁ। ଦୟାକରି ଧ୍ୟାନ ଦିଅନ୍ତୁ, ପ୍ରାୟତଃ ସମସ୍ତେ କଟି ଯାଇଛନ୍ତି, ତଥାପି ଏକ ମହତ୍ୱପୂର୍ଣ୍ଣ ଘୋଷଣା କରିବାକୁ ଯାଉଛି। ଯେହେତୁ ଗତ 3 ଦିନ ତଳେ କିଛି ଗୋଟେ ପ୍ରୋବ୍ଲେମ ସୃଷ୍ଟି ହେଇ ଆମର ୟୁଟ୍ୟୁବ ଟିକୁ କେହି ଜଣେ ଦୁର୍ବୃତ୍ତ ନଷ୍ଟ କରିଦେଇଛି। ପ୍ରାୟ 1700ରୁ ଉର୍ଦ୍ଧ୍ୱ ଭିଡିଓ ଥିଲା, ଯୋଉଟା କି ଠାକୁରଙ୍କର ଇଷ୍ଟ ଚେତନାର ବାଣୀ କଥା ସବୁ ରହିଥିଲା। ବର୍ତ୍ତମାନ ସେଟାକୁ ପବ୍ଲିକେସନ କରି ହଉନାହିଁ, ତେଣୁକରି ତାର ବିକଳ୍ପ କରାଯାଇଛି। ଆଜି ପ୍ରାୟ ସକାଳେ ଆପଣମାନଙ୍କ ପାଖରେ ଗୋଟେ A to Z TV କହିକି ଗୋଟେ ଲୋଗୋ ସହିତ କିଛି ଆଡ୍ରେସ ଦିଆଯାଇଥିଲା। ସେହି ଆଡ୍ରେସଟାକୁ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲେ ସେଥିରେ ସବସ୍କ୍ରିପସନ ଆସିବ, ସବସ୍କ୍ରାଇବ କରିବେ, ତାପରେ ବେଲ୍ ଆଇକନଟାକୁ ଷ୍ଟ୍ରାଇକ୍ କରିବେ। ତାହେଲେ ଆମେ ଏକ ନୂତନ ଭାବେ ଆମର ଭକ୍ତି ତରଙ୍ଗ ଚ୍ୟାନେଲଟିକୁ ୟୁଟ୍ୟୁବ ମାଧ୍ୟମରେ ପରିବେଷଣ କରିପାରିବା। ଏହା ହିଁ ଘୋଷଣା, ମୁଖ୍ୟ ଘୋଷଣା। ପ୍ରତ୍ୟେକ ଦିନ ଭଳି ଆମର ସତ୍ସଙ୍ଗ ଅନୁଷ୍ଠିତ ହେଉଛି ଭକ୍ତି ତରଙ୍ଗରେ। ଯେଉଁମାନେ ଭୋଗ ନିବେଦନ କରିବା ପାଇଁ ଚାହାନ୍ତି, ନିଜ ନିଜର ପିତୃମାତୃ ଶ୍ରାଦ୍ଧ, ବିବାହ ବାର୍ଷିକୀ, ବ୍ରତଘର, ଗୃହ ପ୍ରତିଷ୍ଠା, ଗୃହ ପ୍ରବେଶ ଏବଂ ପରିବେଶର ମଙ୍ଗଳ ସକାଶେ ଯେଉଁମାନେ ଭୋଗ ନିବେଦନ କରିବେ ସେମାନଙ୍କର ପାଇଁ ଆମର 9178521889ରେ ଭୋଗ ନିବେଦନ କରିପାରିବେ। ତତ୍ସହିତ ଗଜପତି ଜିଲ୍ଲା ସ୍ତରୀୟ ମନ୍ଦିର ନିର୍ମାଣ ଆଗେଇ ଚାଲିଛି। ଆପଣମାନେ ବହୁ ଆଗରୁ ଟିଭି ସ୍କ୍ରିନରେ ଆପଣମାନଙ୍କୁ ଦେଖାଯାଇଥିଲା।
आपण माने मध्य सेही मंदिर सकाशे सेम फोन पे नंबर रे योगदान करि परिबे। तेबे सकाळ सत्संग टीम आराधना संध्या समय रे भक्ति तरंग एवं इष्टा कार्यक्रम रे जोग देई सत्संग सफल करिवे। घोषणा समस्त शेष होला। समस्त को जय गुरु। वर्तमान अनम्यूट कर दिया जाउची। समस्त को जय गुरु जणाई परिबे। जय गुरु पंडित दादा। जय गुरु जय गुरु धन्यवाद। जय गुरु जय गुरु जय गुरु। ବିନୟ ଦା ଆଜି ଜୟ ଖୁବ୍ ଗୁରୁ ସୁନ୍ଦର ସୁନ୍ଦର ହେଲା। ଦାଦା।